ଜାପାନର 26 ବର୍ଷୀୟ କୋଟିପତି ଜାସୋ ନିଜକୁ କୁକୁର ଭଳି ଦେଖାଇବା ପାଇଁ ପ୍ରାୟ 220 ଟଙ୍କା ଖର୍ଚ୍ଚ କରିଛନ୍ତି। ହଁ ଦର୍ଶକ ବନ୍ଧୁ, ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଏକ ଭିଡ଼ିଓ ଦ୍ରୁତ ଗତିରେ ଭାଇରାଲ ହେଉଛି, ଯାହାକୁ ଦେଖି ଲୋକେ ବିଭିନ୍ନ ପ୍ରକାରର କଥା କହୁଛନ୍ତି। କୁହାଯାଉଛି ଯେ ଏଥିପାଇଁ ସେ ଅନେକ ସର୍ଜରୀ ମଧ୍ୟ କରାଇଛନ୍ତି ଏବଂ ଏବେ ସେ କୁକୁର ଭଳି ଚାଲୁଛନ୍ତି, ଜୀବନଯାପନ ମଧ୍ୟ କରୁଛନ୍ତି। ତେବେ ଭାଇରାଲ ପୋଷ୍ଟ ଅନୁସାରେ ଜାପାନର 26 ବର୍ଷୀୟ କୋଟିପତି ଜାସୋ ନିଜର ପରିଚୟ ବଦଳାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ଦାବି କରାଯାଉଛି ଯେ ସେ ପ୍ରାୟ 220 କୋଟି ଟଙ୍କା ସର୍ଜରୀ ପାଇଁ ଖର୍ଚ୍ଚ କରିଥିଲେ, ଯାହାଫଳରେ ତାଙ୍କ ରୂପ ଓ ହାବଭାବ ସମ୍ପୂର୍ଣ୍ଣ ଭାବେ କୁକୁର ଭଳି ଦେଖାଯିବ। ପୋଷ୍ଟରେ ମଧ୍ୟ ଆହୁରି ଦାବି କରାଯାଇଛି ଯେ ଏବେ ସେ କୁକୁର ଭଳି ଚାଲୁଛନ୍ତି, ସେହିଭଳି ରହୁଛନ୍ତି। ତେବେ ଏହି ଦାବିର କୌଣସି ସରକାରୀ ପୁଷ୍ଟି ମଧ୍ୟ ମିଳିନାହିଁ। ଏହା ସତ୍ତ୍ୱେ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ହଁ ଦର୍ଶକ ବନ୍ଧୁ,